ମାଛ ଏ ମାଛ ପାଖାପାଖି ଅଛି ଆମର। ଭାଇ କ'ଣ ନେଇତେ ଆସିଛ? ଆମେ ନେଇକି ଆସିଛେ କ'ଣ ନେଇତେ ଆସିଛୁ ନା ଭାଇ? ତ ମାଛ ଧରିବା ପାଇଁ ବର୍ତ୍ତମାନ ଭାଇମାନେ ଆମର ଓହ୍ଲେଇଛନ୍ତି, ମଉସା ମାନେ। ପ୍ରବଳ ମାଛ ଅଛି। ଲାଇଟ୍ ଦେଇକି ସପୋର୍ଟ କରୁଛୁ। ପାଖାପାଖି କେତେ କିଲୋମିଟର ଦୂରରୁ ଆଇଲେ? ଆମେ ଆଇଲେ ପାଖାପାଖି 30 କିଲୋମିଟର ପାଖାପାଖି। 30 କିଲୋମିଟର। ସାର୍ କ'ଣ ନେବେ ଆପଣ? ମାଛ ମାଛ ନେବା ପାଇଁ ସାଙ୍ଗମାନେ ଆମେ ଆସିଛେ ପାଖାପାଖି କେତେ 20-30 କିଲୋମିଟର ନାଇଁ? ହଁ 30 କିଲୋମିଟର ଗଲାବେଳେ ମାତିଆ। ଆଜିକାଲି ମାଛ ପାଣି ସବୁ ଦେଖା ଦେଖି ଚାଲିଛି, ବୁଲାବୁଲି ଚାଲିଛି। ଏପଟେ କେତେ ଜଣ ଦେଖନ୍ତୁ ମାଛ ଖାଲି ଧରିବା ପାଇଁ ଓହ୍ଲେଇଛନ୍ତି। ସାର୍ କ'ଣ ମାଛ ଆଣିବେ? ଗଲାବେଳେ ସମସ୍ତେ ମତେ ପର ହେଡ୍ 500 ଟଙ୍କା ଲେଖା ଦଉ। କାରରେ ନେବା ପାଇଁ ମାଛ ନେଇତେ ଆସିছে ନା? ପର ହେଡ୍ 500 ଟଙ୍କା। ସବୁ ମାଛ ଅଛି କେତେ କିଲୋ ଭିତରେ? 4, 5, 6 ଉପରକୁ କରି ପଳେଇ ଯାଉଛି। 8 କେଜି ଭଳିଆ ମାଛ ଅଛି। ଆଜ୍ଞା ସାର୍ ଦେଖିବା ଏଇଠି ପାଖରେ ଅଛି। ଏଇଠି ଆମେ ପାଖାପାଖି ଠିଆ ହେଲେଣି 15-20 ମିନିଟ୍ ହେଲାଣି। ଖାଲି ମାଛ ଗୁଡ଼ା ଡିଆଁ ମାଛ ଯାଇଛନ୍ତି ଭିତରକୁ। ହେଇ ଡୁବିଲେ ଉଠେଇବେ ତ ଆଉ। ମାଇଲା ପିଲା ପଛ ସବୁ ମାଛ ସେଭିଂ କରିକି ସେ ଜାଲ ପାଖରେ ରଖୁଛନ୍ତି। ଆଉ ଏପଟ ସବୁ ଡିଆଁ ମାରୁଛନ୍ତି ମାଛ। ଭାଇ ରାତି ଟାଇମ୍ କେତେ ଭାଇ? ବର୍ତ୍ତମାନ ସାଙ୍ଗମାନେ ଟାଇମ୍ ଦେଖନ୍ତୁ 9ଟା ଟାଇମ୍ 9:09। ଆଉ ଏଇ ଟାଇମ୍ରେ ବର୍ତ୍ତମାନ ମାଛ ଧରା ଚାଲିଛି। ଭାଇ ଏଠି ବାନ୍ଧିକି ରଖୁଛନ୍ତି ଭାଇ। ହେଲେ ଡିଆଁ ମାରୁଛନ୍ତି ରେ। ବାନ୍ଧି ନାହାନ୍ତି ସବୁ ଗଳିଗଲେ। ସାର୍ କ'ଣ ହଉଛନ୍ତି? ସାର୍ ପୁରା ଏକ୍ସାଇଟେଡ୍ ମାଛ ଦେଖିବା ପାଇଁ ନାଇଁ? ଏଠି ମାଛ ଦେଖା ଚାଲିଛି ପୁରା। ତ ବର୍ତ୍ତମାନ ମାଛ ନେଇକି ଆସିଲେ ସେ ହଳଦିଆ ଜରିରେ ଜାଲରେ। ବଡ଼ ମୁଣ୍ଡ ତ ଠିକ୍। ତ ଭାଇ ଏତେ ସମୟର ଅପେକ୍ଷା ପରେ ବର୍ତ୍ତମାନ ମାଛ ଆମର ନେଇକି ଆସିଲେ। ଭାଇ ଏ ଭିତରେ ଦେଖନ୍ତୁ ମାଛ ଗୁଡ଼ା ସବୁ ଅଛନ୍ତି। ଭାଇ ଯାହା ହଉ ରାତିରେ ଏତିକି କଷ୍ଟ କଲେ ଆମ ପାଇଁ। ଅଛି ଏ ଭିତରେ ସବୁ। ଭାଇ ରେଡି ତ? ନବ 30 କିଲୋମିଟର। ହଁ ହଁ ଜଲ୍ଦି ଦେଖିଦିଅ। ଏଇଟା ପକେଇବା କୋଉଟା ଦେଖ ଭାଇ ଦେଖ କୋଉଟା। ଏ ମାଛ ପାଖାପାଖି ଅଛି ଆମର 5 କିଲୋ ନାଇଁ 10 କିଲୋ ନା 5 କିଲୋ 200 ହିଁ ଅଛି। ଅଧିକା ଆମେ କହିବା ମିଛ କାହିଁ କହିବା। ଏଟା କି ମାଛଟା? ରୋହି ମାଛ। ମାଛଟା ଦେଖନ୍ତୁ ସାଙ୍ଗମାନେ ରାଣୀ ବନ୍ଧ ଆପଣମାନେ ଏଇ ମାଛ ସବୁ ପାଇପାରିବେ। ତ ଲେଟ୍ କରନ୍ତୁନି। ଆମର କପ୍ତିବଦାର ରାଣୀ ବନ୍ଧ ଏଇ ମାଛ ସବୁ ପାଇକି ଯିବେ। ରାତି 9ଟା ବେଳେ ଆମେ ଆସିକି ନଉଛୁ ମାଛ। ମୁଁ ଫାର୍ଷ୍ଟ ଟାଇମ୍ ଧରିଲି ଏମିତି। ମୁଁ କାଲି ସକାଳେ ଆସିବି ଆଉଥିବି ନହେଲେ। ଆଜି ରାତିରେ ନହେଲେ ଘରେ ଗାଳି କରିବ, ବୋଉ ଗାଳି କରିବ କାହିଁକିନା ମାଛ କେମିତି ଖେଳିବା। କାଲି ସକାଳେ ନିହାତି ଆସିବି। ତ ସାଙ୍ଗମାନେ କାଲି ତ ମାଛ ଦେଖିବା ପାଇଁ ଯାଇଥିଲି ସତ, କିନ୍ତୁ ମାଛ ଆଣିବା ପାଇଁ ସାହସ ହେଲାନି। କ'ଣ ପାଇଁ ନା ବୋଉ ପାଖରୁ ଗାଳି ଶୁଣିବି ନିହାତି, କାହିଁକିନା ଶ୍ରାବଣ ମାସ ଚାଲିଛି। ବୋଉ ନିହାତି ଗାଳି କରିବା। ଆଉ ଏମିତିକାରେ ବି ବୋଉ ମାଛ କେଳେଇ ଶିଖିନି। ତ ଦୁଇଟି କାରଣ ପାଇଁ ମୁଁ ମାଛ ଆଣିଲିନି। କିନ୍ତୁ ମାଛ ଏତେ ବଡ଼ ବଡ଼ ମାଛ ଦେଖିକି ଆପଣମାନଙ୍କ ମନରେ ନିହାତି ଲୋଭ ଆସୁଥିବ ଏତେ ବଡ଼ ବଡ଼ ମାଛ କେଉଁଠି ହେଇଥିଲା। ମୁଁ ତ ଲୋକେସନ୍ କହିଥିଲି ସାଙ୍ଗମାନେ। ଆଉ ପାଣି ଯେଉଁ ହେଇଥିଲା, ସେ ବନ୍ୟା ପାଣି ଯେଉଁ ଆସିଥିଲା, ସେଇ ପାଣିରେ ସେଠି ମାଛ ବହୁତ ଧରିଛନ୍ତି। ତ ବୋଉକୁ ଚାଲନ୍ତୁ ପଚାରିବା ମାଛ ଆଣିଥିଲେ ବୋଉ ପାଖରୁ କେତେ ଗାଳି ଶୁଣିଥାନ୍ତି। ବୋଉ ଖାଲି ଇଚ୍ଛା ବହୁତ ହେଇଥିଲା ଯେ ମୋତେ ମାଛ ଆଣିବା ପାଇଁ। ମାଛ ଆଣିଥିଲେ କ'ଣ ହେଇଥାନ୍ତା ଅବସ୍ଥା? ଏମିତିଆ ଯଦି ଶ୍ରାବଣ ମାସ ହେଇନଥାନ୍ତା ତାପରେ ନିଜେ କେଳେଇ ଖାଇଥାନ୍ତେ।
ପୁଅ କେତେ ଖାଇ ତମେ ଜାଣିନ ପଚାରୁଛ ଆଜି ଅଛି ବୋଲି ପଚାରି ଦଉଛ ନା ଆଉ କେଦିନ ଅଧିକ ଖାଇବୁ କେଦିନ କମ ଖାଇବୁ ମୁଁ ଆଉ ଜାଣିପାରୁନି। ଦେଖ ବୋଉ ବର୍ତ୍ତମାନ ସକାଳୁ ସକାଳୁ ମୋ ପାଇଁ ଓଟ୍ସ ତିଆରି କରିଛନ୍ତି ଏପଟେ ବର୍ତ୍ତମାନ କ୍ଷୀରରେ ଓଟ୍ସ ପଡ଼ିବ ରେଡ଼ି ହେବ ମୋ ପାଇଁ ଓଟ୍ସ ତିଆରି ନା ଏପଟେ କ୍ଷୀର ଏଟା କ୍ଷୀର ପଡ଼ିନି ପଡ଼ିନି ପାଣିଟା ହେ ଭଗବାନ ଏବେ କ୍ଷୀର ପଡ଼ିଲା ଏବେ ତିଆରି ହେବ ଓଟ୍ସ ନା ତ ଠିକ୍ ଅଛି ସାଙ୍ଗମାନେ ବର୍ତ୍ତମାନ ବୋଉ ଆମର ସକାଳୁ ଡାଏଟ୍ ପାଇଁ ଓଟ୍ସ ରେଡ଼ି କରିଦିଅନ୍ତୁ ଆଉ ଥରେ ନମ କରିଦିଅ ଠାକୁରଙ୍କୁ ଆଉ ଥରେ ନମ କରିଦିଅ ହଁ ଜୟ ଜଗନ୍ନାଥ କହିଦିଅ ଭଲସେ ଏପଟେ ଅନେଇକି ଠିଆ ହେଇକି ହାତ ଟେକିକି ହଁ ଜୟ ଜଗନ୍ନାଥ ହାପି ବର୍ଥଡେ ଟୁ ୟୁ ଆଜି ବୋଉର ବର୍ଥଡେ ସେଥିପାଇଁ ବୋଉ ଆମକୁ ଆଜି କେକ୍ କାଟିକି ଦଉଛନ୍ତି କେକ୍ ବଦଳରେ ସପୁରି କାଟୁଛନ୍ତି ବୋଉକୁ ହାପି ବର୍ଥଡେ କର ଲିଲି ଭାଉଜକୁ ହାପି ବର୍ଥଡେ କର ହ୍ୟାପି ବାର୍ଥଡେ କଣ ମତେ ଦବୁ ଏଟା କାହାର ସେଇଟା କାହାର ତମର ହେ ଭଗବାନ କାହାର ଚିକିଆ ପାଇଛି କି ମୋର ମାନିଗଲା ତାପରେ ମାନିଗଲା ସେ ଫୁଟବଲରେ ଜିତିଛି ନା ଭଲିବଲରେ ଜିତିଛି ଏଟା କହୁଛି ଫୁଟବଲରେ ଠିକ ଅଛି ଦେଖାଉ ନା ମତେ ଟିକେ ମୁଁ ଟିକେ ଦେଖେଇ ଦିଏ ସାଙ୍ଗମାନଙ୍କୁ ତ ସାଙ୍ଗମାନେ ଏଇଟା ଦେଖନ୍ତୁ ଏଇଟା ଆମର ତେଜ ଜିତିଛନ୍ତି ତେଜ ତମେ ଜିତିଛ ତ ତାହେଲେ କିଏ ମୁଁ ଜିତିଛି ତ ଓକେ ହଁ ଟିକେ ତାର ବଦମାସି ଅଛି ବଦମାସି ଟିକେ ହୁଏ ତ ସାଙ୍ଗମାନେ ଆଜି ଆମର ଘରେ ସପୁରି ପାର୍ଟି ହବ ତ ସେଥିପାଇଁ ସପୁରି ବର୍ତ୍ତମାନ କଟା ଚାଲିଛି ଏପଟେ ଦୁଇ ଜଣ ଆହୁରି ଦୋକାନ ଜଗୁଆଳି ଦୁଇ ଜଣ ବସିଛନ୍ତି ଏକା ସାଙ୍ଗରେ ପୁରା ରାଜା ରାଣୀ ବସିଛନ୍ତି ତାଙ୍କ ପାଇଁ ଆସିଛି ନା ମା ତୋ ଦାନ୍ତ ଅଛି ନା ମୋ ମା କୁ ଦେଖନ୍ତୁ ମା ମିଠା ଲାଗୁଛ ନାଇଁ କହ ରୋବେ ପାଣି ବୋହି ଯାଉଛି ତୋର ବା ସପୁରି ଖାଇତେ ବଡ ପସନ୍ଦ ନାହିଁ ସାର୍ ହଁ କେମିତି ଲାଗୁଛି ଏବେ ଆମ ଏଇ ବାଡର ଆଗରୁ ଚୁର ଯେନ ସିନ୍ଧୁ ହେଲା ତ ଭଲ ମାହର ଝରକା ତଳେ ସେଇଦିନ ପାଖରୁ ଆମ ସପୁରି ଗଛ ଯାଇଛି ତା ମାଇଁ ଦେଖିଛନ୍ତି ନା ମାଇଁ ଆମର ଯୋଉ ସେଇ କଡର କେତେ ସପୁରି ଗଛ ହେଇଥିଲା ହଁ ହଁ ଷ୍ଟାର୍ଟ ହେଇଗଲା ତାଙ୍କର ଏବେ କଥାବାର୍ତ୍ତା ସାଙ୍ଗମାନେ ଆମେ ସେଠିରେ ମୁଣ୍ଡ ପୁରେଇବାନି ଜୋର ଚାଲିଲା ଏବେ କଥାବାର୍ତ୍ତା ବହୁତ ଜୋର ଆଉ ଟିକେ ପରେ ଯୁକ୍ତି ତର୍କ ବାଡି ଧରିକି ଦୁଇ ଜଣ ଲାଗିବେ ବାଡି ଦାଦୁ ଅଲରେଡି ଧରିକି ଅଛନ୍ତି ତ ସେଇ ଖୁସିରେ ମୁଁ ଗୋଟେ ନେଇଯାଉଛି ବଢିଆ ଲାଗୁଛି लो तो बोहू को काटी आसुनी मो बोहू केमती सपुरी काटी देखंतु बहुत बढ़िया लगुच सपुरिया गुटे गुटे एवढा पतला पतला काटिया कथा धर एटा बढ़िया कौन है माँ तो बड़ दादू घर सिंधु होइतिला झरका सिंधु माने कौन लो सिंधु चूरो चूरो सिंधु करके पसतिले झरका कटर सेई दिन सेई माने ताको घरु धान ये ए नुनो नै कि हम सपुरी खाई कि इन पाखरु गला माने चूरो आसकी तम घर सपुरी खाई जाउतला गुरु चूरो आसकी ता घर लुण नै कि सपुरी खाई जाई जने हां जाओ रेडी हाँ हेला दुकान भाई हाँ आज मु पुनारी के नहीं जाई छी बुचूरी कोन आज पुनारी मु खेलना के नहीं जाई छी पूजे चूड़ी वाला ओहो की नहीं जाई छी मैं जो रखी देते के चूड़ी के नहीं छिबो चूरो कथा कहला बोल से चूड़ी करके नहीं जीवा कथा कहूची से एते बिच्छा ओ काटी देला आवरी छोटा कर देलु हेला धन्यवाद नो नो